ରାସ୍ତା ଯିବ ଆମର ବିଲ କାଟି ଯାଉଛି କେତେ ଟଙ୍କା ଗଲେ ଆମର ବିଲ କାଟି ବନେଇଥିଲେ ଆଉ ଆମର ଯେଉଁ ପଇସା ପତ୍ର କିଛି କହିଲେ ସେଟା ତ ସେଟା ବି 2,000 ଟଙ୍କା ନା 2,070 ନା କ'ଣ କହିଥିଲେ ସେଟା ବି ଏବେ ଦେବେ କି ନାହିଁ ଦେଖନ୍ତୁ ଆମେ ଆଜି ଫାଇନାଲ ଯାଇ ପହଞ୍ଚିଥିଲୁ ସିଆଙ୍ଗବାଲି ପଞ୍ଚାୟତ ପେନାପୁସି ୱାର୍ଡ ଏବଂ ମଣିପୁର ଠାରେ ଯୋଉଟା କି 59ତମ ରାଜରାସ୍ତା ଯୋଉ ଦାରିଙ୍ଗବାଡ଼ି ଯୋଉ ବ୍ରହ୍ମପୁର ସଂଯୁକ୍ତ ହେବାର ଯୋଉ ରହିଅଛି 59ତମ ଜାତୀୟ ରାଜପଥ ସେହି ସ୍ଥାନରେ ଯୋଉ ମଣିପୁର ଗ୍ରାମରେ ଯୋଉ ଆଦିବାସୀ ମାନଙ୍କର ଯେତିକି ବି ପଟ୍ଟା ଜମି ରହିଅଛି ଏବଂ ବିଲ ରହିଅଛି ତାଙ୍କର ପଦ୍ରବାଡି ରହିଅଛି ସେ ପଦ୍ରବାଡି ବିଲକୁ NH ରାସ୍ତା ଦ୍ୱାରା ଯୋଉ ଗଭର୍ଣ୍ଣମେଣ୍ଟ ନେଉଛି ସେ ବିଷୟକୁ ନେଇ ଦାରିଙ୍ଗବାଡ଼ି ତହସିଲଦାର ଏହି ସ୍ଥାନରେ ଉପସ୍ଥିତ ରହି ସମସ୍ତ ଆଦିବାସୀ ମାନଙ୍କୁ ଯେତିକି ବି ଯାହାର ବି ପଟ୍ଟା ଜମି ରହିଛି ଯାହା ପଟ୍ଟା ବିଲ ରହିଅଛି ସେମାନଙ୍କୁ ଆଜି ଏଇ ଯୋଉ ମଣିପୁର ଅଙ୍ଗନବାଡି କ୍ୱାର୍ଟରକୁ ସେମାନଙ୍କୁ ଡାକି ତାଙ୍କର କାଗଜପତ୍ର ନେବା ସହିତ ସେମାନଙ୍କର କ୍ଷତିପୂରଣ ଦେବା ପାଇଁ ମଧ୍ୟ ଦାରିଙ୍ଗବାଡ଼ି ତହସିଲଦାର କହିଛନ୍ତି ଏବଂ ଏହି ସ୍ଥାନରେ ଯୋଉଟା କି ଲ୍ୟାଣ୍ଡ ଡିସ୍ପ୍ୟୁଟ ଥିଲା ଏବଂ ଯେତିକି ବି ପଟ୍ଟା ଜମି ଥିଲା ସେ ପଟ୍ଟା ଜମିକୁ ବର୍ତ୍ତମାନ ସରକାର ରାସ୍ତା ନିର୍ମାଣ କରିବା ନିମନ୍ତେ ସେ ପଟ୍ଟା ଜମି କ୍ଷୟକ୍ଷତିର ଗଭର୍ଣ୍ଣମେଣ୍ଟ କ୍ଷତିପୂରଣ ଦେବା ପାଇଁ ଆଜି ଅଙ୍ଗନବାଡି ସେଣ୍ଟର ବା ଅଙ୍ଗନବାଡି କ୍ୱାର୍ଟର ରହିଅଛି ସେଇଠି ଆଜି ତହସିଲଦାର RI ଅମିନ ଆସିକି ଆଦିବାସୀ ଯୋଉମାନଙ୍କର ପଟ୍ଟା ଜମି ରହିଛି ତାଙ୍କର ସମାଧାନଟି ଆଜି କରିଛନ୍ତି। ତାହେଲେ ଆସନ୍ତୁ ତାଙ୍କର କ୍ଷତିପୂରଣ ବାବଦକୁ କେତେ ତାଙ୍କର ଗାଁ ଲୋକଙ୍କର ଡିମାଣ୍ଡ ରହିଛି ଏବଂ ଗାଁ ଲୋକମାନଙ୍କର ଡିମାଣ୍ଡ ଶୁଣିବା ପୂର୍ବରୁ ଆସନ୍ତୁ ଆମେ ଭିଜୁଆଲ ମାଧ୍ୟମରେ ଦେଖିବା କୋଉ ପ୍ରକାର ଭାବରେ ତହସିଲଦାର ମହୋଦୟ ଗ୍ରାମବାସୀ ମାନଙ୍କୁ ବୁଝାଇ ବର୍ତ୍ତମାନ ଦେଖିପାରୁଛନ୍ତି ଯେତେ ଜଣଙ୍କର ଯୋଉ ଜମି କ୍ଷୟକ୍ଷତି ହେଉଛି ସେମାନଙ୍କୁ ତହସିଲଦାର ଡାକି ବର୍ତ୍ତମାନ ଅଙ୍ଗନବାଡି କ୍ୱାର୍ଟରରେ ବସି ସେମାନଙ୍କର କାର୍ଯ୍ୟପତ୍ର ନେବା ସହିତ ତାଙ୍କର ଦାବି ମଧ୍ୟ ଶୁଣୁଛନ୍ତି ଏବଂ ସେମାନଙ୍କୁ ମଧ୍ୟ ବୁଝାଇ କହିବା ସତ୍ତ୍ୱେ ସେମାନଙ୍କ ଯେତିକି ବି ପଟ୍ଟା ଜମି କ୍ଷୟକ୍ଷତି ହେଉଛି ଯେଉଁ 59ତମ ଜାତୀୟ ରାଜପଥ ସେହି ସ୍ଥାନରେ ଦେଇ ଯେଉଁ ଯିବ ଯେଉଁ ବିଲମାଳ ଦେଇକି ଯିବ ଯେତିକି ସେହି ସ୍ଥାନରେ ପଟ୍ଟା ଅଛି ସେମାନଙ୍କର ଜମି କ୍ଷୟକ୍ଷତି ନିମନ୍ତେ ତାଙ୍କର କାର୍ଯ୍ୟପତ୍ର ମାଗିବା ସହିତ ତାଙ୍କର କ୍ଷତିପୂରଣ ଦିଆଯିବ ବୋଲି। ତାହେଲେ ଆସନ୍ତୁ ଆଜି ଯେଉଁ ଅଙ୍ଗନବାଡି କ୍ୱାର୍ଟରରେ ତହସିଲଦାର ଏବଂ RI ଅମିନ ଅଛନ୍ତି ଏବଂ ଗ୍ରାମବାସୀ ମଧ୍ୟ ଅଛନ୍ତି ଏହି ସ୍ଥାନରେ ଉପସ୍ଥିତ ଏ ଯେଉଁ ପଟ୍ଟା ଜମି ତାଙ୍କର କ୍ଷୟକ୍ଷତି ହେଉଛି ଏବଂ ଏ କ୍ଷୟକ୍ଷତି ଉପରେ ତହସିଲଦାର ମହୋଦୟ ଅଛନ୍ତି ତାଙ୍କୁ ଆମେ ଅଧିକ ଜାଣିବା ପାଇଁ ଆସନ୍ତୁ ପଚାରିବୁ। ଆପଣ ଆଜି ମଣିପୁର ଗ୍ରାମରେ ଆସିଲେ କ'ଣ ଉଦ୍ଦେଶ୍ୟ ଥିଲା ସାର୍ କ'ଣ ଲୋକମାନଙ୍କର ଦାବି ରହିଥିଲା କ'ଣ? ନାଇଁ ଆମର ଏଠି NH କାମ ଯୋଉ ହବ ସେଥିପାଇଁ ଲ୍ୟାଣ୍ଡ ଏକ୍ୱିଜିସନ ଯୋଉ ହଉଛି ସେ ଲ୍ୟାଣ୍ଡ ଏକ୍ୱିଜିସନରେ ଆମେ ଯେତେ ସବୁ ନୋଟିସ୍ କଲେ ତ ଏମାନେ ଆସୁନଥିଲେ ବହୁତ ଗୁଡ଼ିଏ ଲୋକ ତେଣୁ ଆମେ କ୍ୟାମ୍ପୋର୍ଟ ଗାଁରେ ଆଜି କରିଥିଲୁ। ଗାଁରେ ଆସିବା ଦ୍ୱାରା ଆମେ ବହୁତ ଗୁଡ଼ିଏ ମ୍ୟାକ୍ସିମମ୍ ପାଖାପାଖି ସମସ୍ତ ଲୋକ ଏଠି ଉପସ୍ଥିତ ଥିଲେ ଆଉ ସମସ୍ତଙ୍କର ଇଚ୍ଛାରେ ସେମାନେ ତାର ସେଠି ଦସ୍ତଖତ କରିଛନ୍ତି। ଦସ୍ତଖତ କଲା ପରେ ସେଟା ଆମେ ପାସ୍ ହେବ ପାସ୍ ହେଲା ପରେ ତାଙ୍କର ଆକାଉଣ୍ଟ ମାନଙ୍କୁ ପଇସା ଯିବ। ପଇସା ଗଲା ପରେ ଆମେ ସେ ଜମି ଅଧିଗ୍ରହଣ ହେଲା ପରେ ରାସ୍ତା ଆମର ବଡ଼ ୱାଇଡ୍ ହେବ ଏଇଟା ୱାଇଡ୍ ଏକ୍ସଟେନସନ ହେବ ରାସ୍ତା। ସାର୍ କେତେ ଜଣଙ୍କର ଏଣ୍ଟ୍ରି ଯାଉଛି ସାର୍? ଆମର 14ଟା କେସ୍ ରେକର୍ଡ ଥିଲା ଆମର 9ଟା ଅଲରେଡି କମ୍ପ୍ଲିଟ୍ ହେଇଯାଇଛି। ବର୍ତ୍ତମାନ 5ଟା ବାକି ଥିଲା 5ଟା ପାଇଁ ଆଜି ଏଇଟା କ୍ୟାମ୍ପେନ୍ କରିଥିଲୁ। ସାର୍ ଲୋକମାନଙ୍କର କ'ଣ ଦାବି ରହିଛି ଯେ ଏ ଉପରେ? ନାଇଁ ଲୋକମାନଙ୍କର ଆମେ ତ ଏଜ୍ ଆମର ଯାହା ଅଛି ନିୟମ ହିସାବରେ ଆମେ ଲ୍ୟାଣ୍ଡ ଏକ୍ୱିଜିସନ କରୁଛୁ ଲୋକମାନେ ତାର ବେନିଫିଟ୍ ନିହାତି ପାଇବେ। ଏ ବିଷୟ ଆସନ୍ତୁ ଅଧିକ ଜାଣିବା ପାଇଁ ଗାଁ ଲୋକ ମଧ୍ୟ ଅଛନ୍ତି ତାଙ୍କୁ ଆମେ ପଚାରି ବୁଝିବା। ଆଜ୍ଞା ଆଜି ଏ ଯେଉଁ ପେନାପୁସି ୱାର୍ଡ ମଣିପୁର ଗ୍ରାମରେ ଯେଉଁ ତହସିଲଦାର ଏବଂ RI ଅମିନ ଆସନ୍ତି କ'ଣ ଉଦ୍ଦେଶ୍ୟ ନେଇକି ଆସିଥିଲେ ଏବଂ କ'ଣ କହିବେ? ସେଇଟା ତ ସେମାନେ ଆସିଛନ୍ତି ଆମର ଏଇଟା NH ବଦ୍ଧ ରାସ୍ତା ସେଥିପାଇଁ ଆମର କିଛି ଜମି ଯାଉଛି ସେଥିପାଇଁ ସେମାନେ କିଛି ଅନୁଦାନ ଦେବେ ବୋଲିକି ସମସ୍ତ ଫ୍ୟାମିଲିର ଆମର ବଂଶ ଫ୍ୟାମିଲିର ସମସ୍ତ ସିଗ୍ନେଚର ନେବାକୁ ଆସିଛନ୍ତି। କେତେ ମିଳିବ ସେଇଟା ତ ଆମେ କିଛି ଜାଣିନୁ। ଆଉ ଆପଣଙ୍କର ଜମିର କ୍ଷତିପୂରଣ କେତେ ଦେବୁ କ'ଣ ସେଟା କିଛି କହିଛନ୍ତି କି? ସେମିତି କିଛି କହିନାହାନ୍ତି ସେଇଟା ତ ମୁଁ। ଆଚ୍ଛା ଆପଣଙ୍କର ବିଲ କେତେଟା ଯାଉଛି? ଆମର ବିଲ ଏମିତି ଅଧା ଯାଉଛି ଗୋଟେ ଅଧା ଯାଉଛି। ୟା ପୂର୍ବରୁ ଆପଣଙ୍କୁ ଡାକିଥିଲେ? ମୁଁ ଡାକିଥିଲେ ପୁଣି ବଡ଼ ଭାଇଙ୍କୁ ଜଣେ ମୁଁ ତ ନଥିଲି। ବର୍ତ୍ତମାନ ଆପଣ କ'ଣ ମୁଖ୍ୟ ଦାବି କ'ଣ ରଖୁଛନ୍ତି? ଆପଣଙ୍କର ଜମି କ୍ଷତି ହେଉଛି ସେ ଜମି କ୍ଷତି ଉପରେ କ'ଣ ମୁଖ୍ୟ ଦାବି? ମୁଖ୍ୟ ଦାବି କହିବାକୁ ଗଲେ ଜମି ଯେତିକି କ୍ଷତି ହେଉଛି ତାହାର କିଛି ଅର୍ଥ ଆକାରରେ ପ୍ରଧାନ ସରକାର ପ୍ରଶାସନ ଦେଲେ ଭଲ ହେଇଥାନ୍ତା। ବର୍ତ୍ତମାନ ଆପଣ ସେଟା ଯାହାହେଲେ ବି କ୍ଷତି ହେଉଛି ତାହା 2,000 ତ ସନ୍ତୁଷ୍ଟ ନୁହେଁ କିଛି ଅଧିକା ଦେଇଥିଲେ ଭଲ ହେଇଥାନ୍ତା। ଆପଣଙ୍କର ମୁଖ୍ୟ ଦାବି କିଛି ଆମର ଜମି ବାବଦକୁ କିଛି ଅଧିକ ଆମକୁ କ୍ଷତିପୂରଣ ଦେଲେ ଆମେ
ରାଜି ବୋଲି ଆପଣଙ୍କର ଆଜ୍ଞା କଣ କହିବେ? ଆଜ୍ଞା ଆମର ସେ ଜାଗା ପଟ ଜମି ଯାକୁ ନେଲେ ଆଉ ଆମେ ଏବେ କଣ ଖାଇ ବଞ୍ଚିବୁ। ଯୋଉ ଆପଣଙ୍କର ପଟା ଜମି ନେଲେ ପଟା ଜମି ପାଇଁ କେତେ ପଇସା ଦେଲେ ନା କଣ କହିଲେ? ଆଜ୍ଞା କିଛି ଦେବେ ନା ନାହିଁ ଆମେ ଜାଣିନୁ କିଛି କେତେ ଲେଖା ଦେବୁ ବୋଲି କହିଛନ୍ତି? କିଛି କହିନାହାନ୍ତି। ବର୍ତ୍ତମାନ କଣ ପାଇଁ ଆସିଥିଲେ? କଣ ପାଇଛି ସେ ମୁଁ ଜାଣିଛୁ ଭଲ ଆମେ ଜାଣିନୁ ତାକୁ ହେଲା। ଆଉ ଆପଣ ପଚାରିଲେ ନାହିଁ? ନାଇଁ ପଚାରିଲେ ନାହିଁ। କଣ ଉଦ୍ଦେଶ୍ୟ ନେଇକି ଆସିଛନ୍ତି ଏବଂ କଣ ଆପଣଙ୍କୁ କହିଲେ ଏ ବିଷୟରେ ଆପଣ କଣ କହିବେ? ଆଜ୍ଞା ଆରଆଇ ମାନେ ଆସିଥିଲେ ବୋଇଲେ ଆମର ଏଇଟା NH ରାସ୍ତା ଯିବ ଆମର ବିଲ ଯାକ ଯାଉଛି ସେଟା ପାଇଁ ବୋଇଲେ ଆମର ମାଗିଲେ ଡକୁମେଣ୍ଟ ମାଗିଲେ ଆଉ ଆମେ କହିଲେ ଯେ ପଇସା ପତ୍ର କିଛି ଦେବୁ ବୋଲି କହିଲେ ସେଇଟା ତ ଟୋଟାଲି 2000 ଟଙ୍କା ନା 2070 ନା କଣ କହିଛନ୍ତି ସେଇଟା ବି କେବେ ଦେବେ କି ନାହିଁ ସେଇଟା ତ ଆମେ କହିପାରିବୁନୁ। ଆମେ ତ ଗରିବ ଲୋକ ଆମେ ଆଉ ବିଲ ବାଡ଼ି ସବୁ ଯାଉଛି ବୋଇଲେ ଆଉ କେମିତି ଆମେ ଚଳିବୁ ଆମେ କହିଦେଇଛୁ। କେତେ ପଇସା କଣ ଦେବୁ ବୋଲି କହିଲେ? ଆଜ୍ଞା ଏଇଟା ଆମକୁ 2000 ଟଙ୍କା 2070 ଟଙ୍କା ନା କଣ ଦେବୁ ବୋଲି କହିଲେ। ଆପଣଙ୍କର ଜମି କେତେ ଯାଉଛି କେତେଟା ବିଲ ଯାଉଛି? ସାର୍ ଆମର ବିଲ ବୋଇଲେ ଗୋଟେ ଯାଉଛି ତଳପାନେ ବଡ଼ ବିଲଟା ପୁରା ରାସ୍ତା ସାଇଡ୍। କେବେ ତହସିଲଦାର ଆସିକି ଆପଣଙ୍କୁ ନାଇଁ ସାର୍ ଏଇଟା ତହସିଲ ଅଫିସକୁ ବି ଡାକିକି ସେମାନେ କହିଲେ ଯେ ନାଇଁ ତମର ବିଲ ଯିବ ଆଉ ଆମର ଇଏ NH ରାସ୍ତା ହବ ଆଉ ତମର ଜମି ଯିବ ସେଇଟା ପାଇଁ ଆମେ ଡାକିଛୁ କହିଲେ। ଆପଣଙ୍କୁ ତହସିଲଦାର କହିଲେ 2000 ଟଙ୍କା ଦେବୁ 2000 ଟଙ୍କାରେ ଆପଣ ମନ ସନ୍ତୁଷ୍ଟ କି? ନାଇଁ ସାର୍ ସେଥିରେ ତ ଆମର ମନ ସନ୍ତୁଷ୍ଟ ନାହିଁ। ବର୍ତ୍ତମାନ ଏବେ ତ ଗୋଟା ଜମିଟା ହାତ ବିକିଲେ କି 15-20 ହଜାର ଟଙ୍କା ଯାଉଛି କିନ୍ତୁ ତାଙ୍କୁ 2000 ବୋଲି କହିଲେ। ବର୍ତ୍ତମାନ କଣ ଦାବି ରଖୁଛନ୍ତି? ସାର୍ ଦବି ବୋଇଲେ କଣ ରଖିବୁ ସାର୍ ଆମକୁ ଯଦି ଏମିତି ହେଲେ ବି ହାତ 5000 ହିସାବରେ ଦେଇଥିଲେ ଆମକୁ ଟିକେ ଶାନ୍ତି ଲାଗିଥାଏ। ଆପଣମାନେ ଶୁଣୁଥିଲେ ଦେଖୁଥିଲେ ମୁଁ ତହସିଲଦାର ସାର୍ଙ୍କୁ ପଚାରୁଥିଲି ଏବଂ ଗ୍ରାମବାସୀ ମାନଙ୍କୁ ମଧ୍ୟ ପଚାରୁଥିଲି ତ ଦେଖିପାରୁଛନ୍ତି ଏ ପ୍ରକାର ଭାବରେ ଅଣ ଓସାରିଆ ରାସ୍ତା ହେଇଥିବାରୁ ବର୍ତ୍ତମାନ ସରକାର ହାତକୁ ନେଇଛନ୍ତି ଯେଉଁ ଅଣ ଓସାର ରାସ୍ତାକୁ ସେମାନେ ଓସାର କରିକି ପୁରା NH କରିବା ପାଇଁ ସେମାନେ ପଦକ୍ଷେପ ନେଇଛନ୍ତି। ପଦକ୍ଷେପ ନେବା ଦ୍ୱାରା ଯେଉଁଠିକି ଦୀପଟେ ସାଇଡ୍ ଯେଉଁ ପଟା ଜମି ରହିଅଛି ବିଲ ଗୁଡ଼ାକ ରହିଅଛି ସେ ବିଲ ଗୁଡ଼ାକ ରାସ୍ତା ହେବା ଦ୍ୱାରା ଜମି ପଟା ଗୁଡ଼ାକ କ୍ଷତି ହେଉଛି ଏହାକୁ ଚିନ୍ତାରେ ଜମିବାଲା ତ ଦେଖିପାରୁଛନ୍ତି ମୁଁ ଆପଣମାନଙ୍କୁ ଦେଖାଉଛି ଆଜି ଯେଉଁ ତହସିଲଦାର ଆସିଥିଲେ ଦାରିଙ୍ଗବାଡ଼ିରୁ ଯେଉଁ ଏପଟେ ଦେଖୁଛନ୍ତି ଏପଟେ ମୁଁ ଆପଣଙ୍କୁ ଦେଖାଉଛି ଏପଟେ ମିନିମମ୍ 20ଟା ବିଲ କ୍ଷତି ହେଉଛି ଏବଂ ଏପଟେ ଉପର ପଟେ 10ଟା ଖଣ୍ଡେ ବିଲ କ୍ଷତି ହେଉଛି। ଏ ଯେଉଁ ବିଲ ଯାକ ରହିଛି ପଟା ଜମି ଏବଂ ଏ ପଟା ଜମିର କ୍ଷତିପୂରଣ ଦେବା ନିମନ୍ତେ ଗ୍ରାମବାସୀମାନଙ୍କ ସଙ୍ଗରେ ତହସିଲଦାର ଆଜି ଆଲୋଚନା କରିବା ସହିତ ତାଙ୍କୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ସେମାନଙ୍କୁ କହିଛନ୍ତି। ଦେଖିପାରୁଛନ୍ତି NH 59ତମ ଜାତୀୟ ରାଜପଥ ଯେତେବେଳେ ନିର୍ମାଣ ହେଉଛି ନିର୍ମାଣ ବେଳେ ପୁଣି ଥର ଦେଖାଉଛି ଏପଟେ ଯେଉଁ ଦେଖିପାରୁଛନ୍ତି ଗୋଟେ 20ଟା କ୍ଷତିପୂରଣ ହେଉଛି ଏବଂ ଏପଟେ ଲେଫ୍ଟ ସାଇଡ୍ 10ଟା ବିଲ କ୍ଷତି ହେଉଛି ଏ ଯେଉଁ 59ତମ ଜାତୀୟ ରାଜପଥ ନିର୍ମାଣ ହେଉଥିବା ବେଳେ ଦେଖିପାରୁଛନ୍ତି ଏଇଟା ହେଉଛି ସିଆଂବାଲି ଗ୍ରାମ ପଞ୍ଚାୟତ ପେନାପୁସି ୱାର୍ଡ ତ ମଣିପୁର ଠାରେ ଏ ପ୍ରକାର ଭାବରେ ଜମି ପେନାପୁସି ୱାର୍ଡର ମଣିପୁର ଗ୍ରାମବାସୀମାନେ ଦାବି ରଖିଥିଲେ ତହସିଲଦାର ପାଖକୁ ଏବଂ ତହସିଲଦାର ତାଙ୍କର ଦାବି ଶୁଣି ତାଙ୍କର କାଗଜପତ୍ର ନେବା ସହିତ ତାଙ୍କର ସମାଧାନ ବାଟଟି କରିଛନ୍ତି। କାହିଁକି ଏଭଳିଆ ପଦକ୍ଷେପ ନେଇଛନ୍ତି ସରକାର ଦାରିଙ୍ଗବାଡ଼ି ଠାରୁ ବ୍ରହ୍ମପୁର ଯେଉଁ ସିଧା 59ତମ ଜାତୀୟ ରାଜପଥ ସଂକୀର୍ଣ୍ଣ ହୋଇଥିବାରୁ ତାକୁ ପୁଣି ଥରେ ରାସ୍ତା ଉସାର କରିବା ନିମନ୍ତେ ଏହି ସ୍ଥାନରେ ରାସ୍ତା ନିର୍ମାଣ କରିବା ନିମନ୍ତେ ବର୍ତ୍ତମାନ ପଦକ୍ଷେପ ନେଇଛନ୍ତି। କ୍ଷତିପୂରଣ ଦାବିକୁ ନେଇକି ଆଜି ତହସିଲଦାର ପେନାପୁସି ମଣିପୁର ଠାରେ ଆଜି ଅଙ୍ଗନବାଡ଼ି କ୍ୱାର୍ଟରରେ ତାଙ୍କର ଦାବିକୁ ସମାଧାନ କରିବା ସହିତ ତାଙ୍କର କ୍ଷତିପୂରଣ ମଧ୍ୟ ଦିଆଯିବ ବୋଲି ଦାରିଙ୍ଗବାଡ଼ି ତହସିଲଦାର କହିଛନ୍ତି। ପେନାପୁସି ୱାର୍ଡ ମଣିପୁର ଗ୍ରାମ ଠାରୁ ମିଷ୍ଟର ସୁଦର୍ଶନ ପ୍ରଧାନ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍।